नारद पुराण अष्टत्रिंश अध्याय जुगस्थिति लक्षणादि कथन। सत्य जुग एहि परि भोग होई जानते, त्रेता जुग परवेश होई तदन्ते। जे प्रकार कार्यमान त्रेतारे हुई, ताहा कहुअछि एबे शुण मन देई। चारि पाद धर्म सत्य जुगे रही थाए, त्रेतारे तहिरु पादे मात्र करि जाए। से जुगरे नारायण लोहित बरन, धारण करन्ति सर्वे शुण देई मन। यज्ञ कर्म अनुष्ठाने तत्पर हुअन्ति, ध्यान सत्य व्रत करी दान से दियन्ति। दान देले पति ग्रह करन्ति ब्राह्मणे, पुणी दान दियन्ति ताहा नेई जणे जणे। से सबु कार्य सत्यरे हुई साधन, तहिर कारण मान शुण देई मन। द्वापर जुगरे धर्म दुई पाद रहे, कालक्रमे दुई पाद न्यून होई जाए। भगवान हरि पीत बन को धरन्ति, द्विपाद धर्म को चाही चले जुग रीति। वेद विभक्त हुई द्वापर जुगरे, असत्याचरण केहू करन्ति सत्यरे। ब्राह्मण गण को आदि करी चारि जाति, अल्प राग देशादि रे दूषित हुअन्ति। थोकाए ब्राह्मण स्वर्ग भोग कामना रे, यज्ञ आदि कर्म मान करन्ति क्लेशरे। मने कामना करिण पाइबाकु धन, कर्मरे प्रवृत्त होन्ति ब्राह्मणे जे जान। सिद्ध हेबा पाई पाप कार्य केहि केहि, करन्ति नानादि यज्ञ कर्म कष्ट सही। द्वापर जुगरे धर्म अधर्म ए दुई, जुग रीति घेनि नियमरे प्रवर्तई। प्रजागण नाश जानती अधर्म भावरे, गुणी अल्प आयुष बहन्ति मर्त्यरे। पुण्य कर्म करुथिबा मनुष्य गणଙ୍କୁ, केहि केहि देखि घृणा करन्ति ताहाଙ୍କୁ। रोग शोक बाधादि अकाल मरण, प्रवर्तित हुई से जुगे आठपण। आहे तपी गण तुम्भ अग्रतरे मोहि, सत्यादि त्रिजुग कथा कहिली बुझाई। श्रवण कल त तुम्भे मुखरु मोहर, शुण एबे ही कली जुग समाचार। द्वापर शेषरे घोर तममय कली, उपस्थित होई धर्मकु दिए दली। कली जुगे तिनि पाद धर्म होई हीन, न बळी पारई पाद करे रही जान। धर्म न चलिबा हेतु अधर्म बहुत, बेळु बेळ किछि जुग हुई वर्धित। नारायणଙ୍କର ବर्ण
କୃଷ୍ଣ ହୋଇଯାଏ। କିଞ୍ଚିତ ପ୍ରକାରେ ଧର୍ମ ପରକାଶ ପାଏ। କେବେ କେବେ କେହି କେହି ଧର୍ମାତ୍ମା ବ୍ୟକ୍ତି ଦାନ ବା ଯଜ୍ଞ ଅନୁଷ୍ଠାନକୁ କରନ୍ତି। କୌଣସି କାଳରେ କେହି କେହି କର୍ମ ଯୋଗେ ନିରତ ହୁଅନ୍ତି ମନ ଦେଇ ଧର୍ମ ମାର୍ଗେ। ଧର୍ମ କାର୍ଯ୍ୟ କରୁଥିବା ଲୋକଙ୍କୁ ସେ କାଳେ ଦେଖିଲେ ତା ପ୍ରତି ଘୃଣା କରନ୍ତି ସକଳେ। କଳି କାଳେ ତପଦାନ ଯଜ୍ଞ ଅନୁଷ୍ଠାନ ବ୍ରତାଦି ସକଳେ ନଷ୍ଟ ହୋଇଯାନ୍ତି ଜାଣ। ଅଧର୍ମ ପ୍ରାଦୁର୍ଭାବ ହେବାରୁ ଯେ ସେ କାଳେ ଜନମୟୀ ନାନା ଉପଦ୍ରବ୍ୟମାନ ବଳେ। ଆଧି ଦୈବିକ ଆଧ୍ୟାତ୍ମିକାଧି ଭୌତିକ ଅନିମିତ୍ତେ ହୁଏ ଉପଦ୍ରବ ଯାକ। ଘୋର କଳି ଯୁଗେ ଥାନ୍ତି ନର ନାରୀ ଯେତେ ସର୍ବଦା ଅସୂୟା ଯୁକ୍ତ ହନ୍ତି ସେ ସମସ୍ତେ। ଦମ୍ଭାଚାରେ ରତ ହୋଇ ବାରୁ ପ୍ରକାଗଣ ଦମ୍ଭାଚାରେ ରତ ହୋଇ ବାରୁ ପ୍ରଜାଗଣ ଲଭନ୍ତି ଅଳ୍ପାୟୁ ହୋଇ ଅକାଳ ମରଣ। ଏହା ଶୁଣି ଋଷିଗଣ ବୋଇଲେ ହେ ସୂତ ସଂକ୍ଷେପେ କହିଲି ଯୁଗ ଧର୍ମର ବୃତ୍ତାନ୍ତ। ସତ୍ୟରୁ ଆରମ୍ଭି କଳି ଯୁଗ ପର୍ଯ୍ୟନ୍ତେ ଯେଉଁ ଯୁଗେ ଯେଉଁ ଧର୍ମ ଚଳଇ ଯେମନ୍ତେ। ସଂକ୍ଷେପରେ ତାହା ଆମ୍ଭେ କରିଲୁ ଶ୍ରବଣ। ଆଉ ପଥେ ପଚାରୁଛୁ ତା କହ ଆପଣ। କଳି ଯୁଗ ଧର୍ମ ଶୁଣି ମନରେ ଆମ୍ଭର ମହାଭୟ ଜାତ ହୋଇ ଅଛି ବାରମ୍ବାର। ଏ କାରଣ ପୁଣି ପୁଚ୍ଛା କରୁଛୁ ହେ ସୂତ ସବିସ୍ତାରେ କହ କଳି ଯୁଗର ବୃତ୍ତାନ୍ତ। ଆପଣ ଅଖିଳ ବେଦ ବେତା ମାନଙ୍କର ଅଗ୍ରଗଣ୍ୟ ଅଟ ପୁଣି ଜ୍ଞାନୀଙ୍କ ପ୍ରବର। ତେଣୁ ଆମ୍ଭେ ପଚାରିବା କଥା ଗୋଟି କହ ଶୁଣିଲେ ଛାଡ଼ିବୁ ଆମ୍ଭେ ମନରୁ ସନ୍ଦେହ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରି ଜାତି କିପରି ଆଚାର କଳି ଯୁଗରେ କରନ୍ତି। କି ଆହାର ସେ ଖାଇ ଧରନ୍ତି ଜୀବନ କେଉଁ ଜୀବିକାରେ କାଳ କରନ୍ତି ଯାପନ। ଆୟୁଷ ହୁଅଇ ନର ଗଣଙ୍କର କେତେ ଇତ୍ୟାଦି ସକଳ କହ ଚଳଇ ଯେମନ୍ତେ। ଏପରି କରନ୍ତେ ପୁଚ୍ଛା ଆର୍ଯ୍ୟ ଋଷିଗଣ କହିଲେ ଉତ୍ତର ଦେଇ ତାଙ୍କୁ ସୁତ ପୁଣ। ମହାତ୍ମା ନାରଦ ପୂର୍ବେ ସନକୁମାରଙ୍କୁ ଯାହା କହିଥିଲେ ଶୁଣ କହୁଛି ତୁମ୍ଭଙ୍କୁ। କଳି ପ୍ରବେଶରେ ହରି କୃଷ୍ଣ ବର୍ଣ୍ଣ ହେଲେ ବିନଷ୍ଟ ହୁଅଇ ସବୁ ଧର୍ମ ଯାକ ବଳେ। ତେଣୁ କଳି କାଳ ହୁଏ ଅତି ଭୟଙ୍କର ମାନବେ କରନ୍ତି ପାପ କର୍ମ ନିରନ୍ତର। ମହାଘୋର କଳି କାଳ ହେଲେ ଉପସ୍ଥିତ ବ୍ରାହ୍ମଣାଦି ସର୍ବେ ଧର୍ମ କରନ୍ତି ତ୍ୟକ୍ତ।
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ରାଦି ସକଳେ ଧର୍ମ ଛାଡ଼ି ଅଧର୍ମକୁ କରନ୍ତି ସେ କାଳେ। ବିପ୍ରେ ବେଦ ଅଧ୍ୟୟନ କରିବାର ଛାଡ଼ି ଉତ୍କର୍ଷ ଦେଖାନ୍ତି ହଟ ନଟ ପାଠ ପଢ଼ି। ମାନବ ସକଳେ ବ୍ୟାଧି ବୃତ୍ତି କିଆ ବରି ଉଦର ପୋଷନ୍ତି ନାନା ଜୀବ ହିଂସା କରି। ଦମ୍ଭାଚାର ପରାୟଣ ଲୋଭ ପରବେଶ ହେବାରୁ ଧର୍ମର କଥା ନ ଜାଣନ୍ତି ଲେଶ। କୃତଘ୍ନ ନାସ୍ତିକ ଭଣ୍ଡ ହୋଇ ନର ନାରୀ ସମୟ କାଟନ୍ତି ନାନା ଅପବୃତ୍ତି କରି। ଏ କାରଣୁ କଳି ଯୁଗେ ଅଳ୍ପାୟୁ ହୋଇଣ ଅନିମିତ୍ତେ ପାନ୍ତି ସର୍ବେ ଅକାଳ ମରଣ। ଅଳ୍ପାୟୁ ହେବାରୁ ବେଦ ପଠନ ଶ୍ରବଣେ କେହି ପାରଦର୍ଶୀ ହୋଇ ନ ପାରଇ ଜଣେ। ବିଦ୍ୟା ଗ୍ରହଣର ଅଭାବରୁ ପାପ କର୍ମେ ରତ ହୋଇ ପ୍ରବର୍ତ୍ତିତ ହୁଅନ୍ତି ଅଧର୍ମେ। ପ୍ରଜା ସମୁଦାୟ ହୋଇ ପାପରେ ନିମଗ୍ନ କାଳ କବଳରେ ପଡ଼ି ଛାଡ଼ନ୍ତି ଜୀବନ। ଜ୍ୟେଷ୍ଠ ଆଉ କନିଷ୍ଠର ମରଣ ଘଟଇ ପିତାର ଆଗରେ ପୁତ୍ର ମରେ ଜନ୍ମ ହୋଇ। ଆବର ସେ କାଳେ ବ୍ରାହ୍ମଣାଦି ଚାରି ବର୍ଣ୍ଣ ସର୍ବଦା ହୁଅନ୍ତି ପରସ୍ପରରେ ସଂକୀର୍ଣ୍ଣ। କାମ କ୍ରୋଧ ପରାୟଣ ହୋଇଣ ମାନବେ ବୃଥାରେ ବହନ୍ତି ଅହଙ୍କାର କୁସରବେ। ହୋଇବାରୁ ଜ୍ଞାନ ଶୂନ୍ୟ ବୁଢ଼ୀ ଅଧର୍ମରେ ସତ୍ୟ ତ୍ୟାଗ କରି ଚଳନ୍ତି ଯେ ଅସତ୍ୟରେ। ପରସ୍ପରେ ଶତ୍ରୁ ଭାବ କରି ଆଚରଣ ପର ନାରୀ ପର ଧନ କରନ୍ତି ହରଣ। କି ବ୍ରାହ୍ମଣ କି କ୍ଷତ୍ରିୟ କି ବୈଶ୍ୟ ସକଳେ ସ୍ୱଧର୍ମକୁ ପରିତ୍ୟାଗ କରନ୍ତି ସକଳେ। ତପସ୍ୟାକୁ ଛାଡ଼ି ସତ୍ୟ କଲେ ସର୍ବଜନ ଅନ୍ୟାୟର ଅନାଚାରେ ବିତାବନ୍ତି ଦିନ। ଦୟା ଦକ୍ଷିଣାଦି ପୁଣ କାହାର ନ ରହେ ନାନା ଉପଦ୍ରବ୍ୟ ଜାତ ହୃଦେ ଗୃହେ ଗୃହେ। ନିଜ ଜନ ମାନେ ଅତି ଉଚ୍ଚ ବୋଲାବନ୍ତି ଉଚ୍ଚ ଜନହୀନ ଲୋକେ ଗଣତି ହୁଅନ୍ତି। ଘୋର ତମମୟ କଳି କାଳେ ରାଜା ଗଣ ସର୍ବଦା ହୁଅନ୍ତି ଲୋଭେ ଧନ ପରାୟଣ। ବହୁ କଷ୍ଟେ ସତ୍ୟ ଜାତ କଲେ ହେଁ ପ୍ରଜାଏ ଗୃହେ ରଖି ନ ପାରନ୍ତି ନୃପତିଙ୍କ ଭଏ। ଧର୍ମକୁ ବୋଡ଼ାଇ ଲୋଭେ ପରାୟଣ ନୃପେ ଧର୍ମ କିଞ୍ଚୁକେ ଆବୃତ ହୋଇଥାନ୍ତି ଆପେ। ଅନ୍ତରେ ପାପକୁ କରି ବାହାରେ ସୁକୃତ କଲା ପରି ଲୋକଙ୍କୁ ସେ ଦେଖାନ୍ତି ସନ୍ତତ। ଯେ ଅଧର୍ମ ମାନ କଳି ଯୁଗେ ବ୍ୟାପି ଅଛି ତାହା ପ୍ରକାଶ ନିମନ୍ତେ ଭୟ ଲାଗୁଅଛି। କଳି ଯୁଗେ ରଥ ଗଜ ଅଶ୍ୱ ଆଦି ସେନା ରହିଥିବେ ଯାହାୟତରେ ଅକଳନା। ରାଜା ବୋଲି କରି ତାକୁ ସକଳେ ମାନିବେ ଆଦେଶ ତାହାର ଶିର ଉପରେ ବହିବେ।
ଷଡ଼କର୍ମକୁ ପରିତ୍ୟାଗ କରିଣ ବ୍ରାହ୍ମଣେ ଶୂଦ୍ରଙ୍କୁ ଖଟିବେ ଧନ ପାଇଁ ବାସପଣେ। ପତିମାନେ ଧର୍ମ ପତ୍ନୀ ଠାରେ ଅସଜତ ନ ହୋଇ ଭଜିବେ ପର ନାରୀଙ୍କ ସନ୍ତତ। ପୁତ୍ରମାନେ ପିତାଙ୍କର ଦୋଷକୁ କରିବେ ଶିଷ୍ୟମାନେ ଗୁରୁଙ୍କର କଥା ନ ମାନିବେ। କୁଳ ନାରୀମାନେ ନିଜ ପତିଙ୍କୁ ନ ଭଜି କାମେ ରତ ହେଲେ ତାର ପୁରୁଷରେ ମଜି। ବହୁ ପାପ କର୍ମ ମାନ କରିଣ ବ୍ରାହ୍ମଣ ଲୋଭାକୃତ ହେବେ ଅନ ବରତରେ ଜାଣ। ପର ଅନ୍ନ ଭକ୍ଷଣରେ ସଦା ଦୃଷ୍ଟି ଦେବେ ଉଚ୍ଛିଷ୍ଟକୁ ବାନ୍ଧିଣ ଜେଜମାନ ଘରୁ ନେବେ। ଆମିଷ ଭକ୍ଷଣେ ସର୍ବେ ବଳାଇବେ ମନ ଆବର କରିବେ ଅଜି ଛାଗ ସେ ଭୋଜନ। ବଡ଼ ବଡ଼ ନିଜେ କହି ଗର୍ବ କରିବେ ଦଣ୍ଡା ଗୋଚର ଭୂମିକୁ କଷଣ କରିବେ। ସେ ପାପେ ଯଥା ସମୟେ ଜଳ ନ ବର୍ଷିବ ତେଣୁ ଅଳ୍ପ ପରିମାଣେ ଶସ୍ୟ ଫଳ ହେବ। କୁଳାଙ୍ଗନା ମାନେ ବେଶ୍ୟା ନାୟିକା ପରାଏ ବେଶ ହୋଇଣ ଦାଣ୍ଡରେ ବୁଲିବେ ନିର୍ଭୟେ। ଆଚରଣ କରିବେ ସେ ବେଶ୍ୟା ନାରୀ ପରି ପର ପୁରୁଷରେ ମନ ବଳିବ ତାଙ୍କରି। ଆବର ସେ ନିଜ ନିଜ ସ୍ୱାମୀଙ୍କର ପ୍ରତି ଅନୁରାଗ କରି ହେବେ ସ୍ୱେଚ୍ଛାଚାରବତୀ। ବୁଡ଼ାଇବେ ଯେ ଯାହାର କୂଳ ଆଉ ମାନ ଅକର୍ମ କରିଣ ସଦା ବିଚାରିବେ ଦିନ। କୃପଣ ହୋଇବେ ପ୍ରାୟ ସରେ ଦ୍ୱିଜ ଗଣ ବନ୍ଧୁବାନ୍ଧଙ୍କର ଦ୍ରବ୍ୟ କରିବେ ହରଣ। କୃପଣ ହୋଇବେ ପ୍ରାୟ ସରେ ଦ୍ୱିଜ ଗଣ ବନ୍ଧୁ ସାଧୁଙ୍କର ଦ୍ରବ୍ୟ କରିବେ ହରଣ। ବିଧବାର ମଣି ଧନ ଚୋରାଇ ଆଣିବେ ନାନା ହେତୁ ବାଦ କରି ବେଦକୁ ନିନ୍ଦିବେ। ବ୍ରତ ଦାନ ଯଜ୍ଞ ଅଗ୍ନି ପୂଜା ଆଦି କର୍ମ ନ କରି ବ୍ରାହ୍ମଣ ମାନେ ଛାଡ଼ିବେ ସ୍ୱଧର୍ମ। ଅଜ୍ଞାନ ବଶରୁ ବେଦ ନିନ୍ଦା ମୁଖେ କହି ଅନଳ ମୁଖରେ ଘୃତା ହୁତି ଦେବେ ନାହିଁ। ଦମ୍ଭାର୍ଥରେ ପିତୃ ଯଜ୍ଞାଦି ଯେ କର୍ମ ମାନ କେବଳ କରିବେ ତାହା ଏକାଦି ଜଗଣ। ଅପାତ୍ରରେ ଦାନ ଦେବେ ମାନବ ସକଳେ ଦୁଗ୍ଧ ଖାଇବାକୁ ଗାଈ ପୋଷିବେ ଗୁହାଳେ। ସ୍ନାନ ଶୌଚ ଆଦି କର୍ମ ଅନୁଷ୍ଠାନ ଯେତେ କଳିରେ ବ୍ରାହ୍ମଣ ତାନ କରିବେ କିଞ୍ଚିତେ। କୂଟ କପଟରେ ସର୍ବ ଜନ ଯେ ଭରିବେ ବେଦ ତୁଲେ ବ୍ରାହ୍ମଣଙ୍କୁ ସକଳେ ନିନ୍ଦିବେ। ବିଷ୍ଣୁ ଭକ୍ତ ମାନେ ହୋଇଲେ ପୁତ ଗାତ୍ର କଳିରେ ନହିବେ କାହାରି ସେ ପ୍ରିୟ ପାତ୍ର। କେହି ଯେବେ ହେବ ହେବ ପୂଜାରେ ଆସକ୍ତ ତାକୁ ଦେଖି ଉପହାସ କରିବେ ବହୁତ। ଆହେ ଋଷି ଗଣ ଏହି ପରି କଳି ଯୁଗେ ବୁଲିବେ ସକଳ ଲୋକ ଅନାଚାର ମାର୍ଗେ। ରାଜା ମାନଙ୍କର କିଙ୍କର ଯେ ହୋଇ
ହୋଇଥିବେ। ଧନ ନେବା ପାଇଁ ସ୍ୱଜନଙ୍କୁ ସେ ବାନ୍ଧିବେ। ଧନ ସେ ନ ଦେଲେ ତାଙ୍କୁ କରିବେ ପ୍ରହାର। ନଥିବ ତହିଁରେ ପର ଆପଣା ବିଚାର। ଦାନ ଯଜ୍ଞ ତପ ଆଦି କର୍ମ ଫଳ ମାନ। ବ୍ରାହ୍ମଣ ବିକିବେ କେହି ଦେବ ଯେବେ ଧନ। ଚଣ୍ଡାଳଙ୍କ ଠାରୁ ପ୍ରତି ଗ୍ରହ ସେ କରିବେ। ତହିଁରେ କି ଗତି ହେବ ତାହା ନ ଜାଣିବେ। କଳିର ପ୍ରଥମ ଅଂଶ ଭୋଗେ ନରପଣ। ଧର୍ମ ଛାଡ଼ି ହେବେ ବିଷ୍ଣୁ ନିନ୍ଦା ପରାୟଣ। ଶେଷ ଅବସ୍ଥାରେ ହରି ନାମ ଗୋଟି କେହି। ତୁଣ୍ଡେ ନ ଧରିବେ ଚିତ୍ତେ ସୁମରିବେ ନାହିଁ। ଶୂଦ୍ର ସ୍ତ୍ରୀ ବିଧବା ନାରୀଙ୍କର ସହବାସେ। ବ୍ରାହ୍ମଣେ କାଳକୁ କଟାଇବେ କାମ ବସେ। ଆବର କରିବେ ଶୂଦ୍ରାନକୁ ସେ ଭକ୍ଷଣ। ନ ମାନିବେ କେହି ହେଲେ ବେଦର ପ୍ରମାଣ। ପୁର ଗ୍ରାମ ପଲ୍ଲୀ ଆଦି କରି ସଭାସ୍ଥଳେ। ଅନ୍ନ ବିକ୍ରି ହେବ କିଣି ଖାଇବେ ସକଳେ। ନଥିବ ତହିଁରେ ଜାତି ଭେଦର ବିଚାର। କ୍ଷୁଧା ହେଲା ମାତ୍ରେ କିଣି ଖାଇବେ ଆହାର। ପାଷାଣ୍ଡେ କୁହୁକ ଯୁକ୍ତ ବାକ୍ୟକୁ ପ୍ରକାଶୀ। ଚାରି ଆଶ୍ରମକୁ ନିନ୍ଦିବେ ସେ ଅହନିଶି। ସନ୍ନ୍ୟାସ ଚିହ୍ନକୁ ଅଙ୍ଗେ ଧରି ଶୂଦ୍ର ଗଣ। ବ୍ରାହ୍ମଣଙ୍କ ଆଗେ ଦେଖା ଇବେ ବଡ଼ ପଣ। ବ୍ରାହ୍ମଣ ଗଣର ସେବା ସ୍ୱଧର୍ମ ପାଳନ। ନ କରି କହିବେ ନାନା କଟୁ ଯୁକ୍ତିମାନ। ନଟକୁଟ ଯୁକତିରେ ପାରଦର୍ଶୀ ହୋଇ। ଲୋକଙ୍କୁ ଭଣ୍ଡିବେ ଧର୍ମ କଥା ମାନ କହି। ପାପ କର୍ମେ ରତ ହୋଇ ପାଷାଣ୍ଡ ହୋଇବେ। କାପାଳିକ ବୃତ୍ତି କରି ଭିକ୍ଷୁ ବୋଲାଇବେ। ସେହି ଯେ ସନ୍ନ୍ୟାସ ଚିହ୍ନ ଧାରି ଶୂଦ୍ର ଗଣ। ଧର୍ମ ତ୍ୟାଗୀ ଦ୍ୱିଜଙ୍କର ଗୁଚ୍ଛ ହେବେ ଜାଣ। ଧର୍ମ ଉପଦେଶ ଦେଇ ସେ ଦ୍ୱିଜଗଣଙ୍କୁ। ଆପେ ବଡ଼ ହୋଇ ପାଦେ ଖଟାଇବେ ତାଙ୍କୁ। ସେମାନଙ୍କୁ ଛାଡ଼ି ଆଉ ବହୁତ ବ୍ରାହ୍ମଣ। କ୍ଷତ୍ରିୟ ବୃତ୍ତି ସେ ବୈଶ୍ୟ ବୃତ୍ତି କି କରିଣ। ପାଷାଣ୍ଡେ ହୋଇବେ ବେଦ ପଠନ ନ କରି। ଦେବ ପୂଜା ନ କରିଣ ହେବେ ଶୂଦ୍ର ପରି। ଶୂଦ୍ରଙ୍କ ମାର୍ଗରେ ନୀତି ପ୍ରବୃତ୍ତ ହୋଇବେ। ଗୀତ ବାଦ୍ୟ ନୃତ୍ୟ କରି ଉଦର ପୋଷିବେ। କଳି ଯୁଗ ଲୋକଙ୍କର ହେବ ଅଳ୍ପ ବିତ୍ତ। ବୃଥା ଅହଙ୍କାର ବହି ହୋଇବ ଦୂଷିତ। କପଟ ବେଶରେ ପର ଦ୍ରବ୍ୟକୁ ହରିବେ। କେବେ ସେ କାହାକୁ ଦାନ କିଛି ନ ଦେବେ। ସକଳେ ହୋଇବେ ପ୍ରତି ଗ୍ରହ ପରାୟଣ। କରିବେ ଅନିଷ୍ଟ କାର୍ଯ୍ୟ ଜଗତର ପୁଣ। ନିଜର ବଢ଼ିମା କହି ପରକୁ ନିନ୍ଦିବେ। କେହି କାହାଠାରେ ବିଶ୍ୱାସକୁ ନ ରଖିବେ। ଦେବ ବ୍ରାହ୍ମଣଙ୍କ ପ୍ରତି ସତ ବ୍ୟବହାର। ନ ରଖି କୁତ୍ସିତବାଦୀ ହେବେ ନିରନ୍ତର।
କେହି ହେଲେ କାହାଠାରେ ବିଶ୍ୱାସ ନ କରି ସକଳ ହୋଇବେ ସମସ୍ତଙ୍କ ଦେଶକାରୀ। ସେ ଘୋର କଳିରେ ନର ଗଣଙ୍କ ଆୟୁଷ ସମ୍ବତ୍ସର ଗଣନାରେ ହୋଇବ 16 ବର୍ଷ ଭୋଗ କରି ତଦନ୍ତେ ମରିବେ। ତହିଁରୁ ଅଧିକ ଆଉ ବଞ୍ଚି ନ ରହିବେ। 65 ବରଷରେ କନ୍ୟାଗଣ ଗର୍ଭବାସ ହୋଇ ଜାତ କରିବେ ସନ୍ତାନ। ଥୋକାଏ ମରିବେ 7-8 ବରଷରେ। ଥୋକେ ନାଶ ଯିବେ 10-12 ବର୍ଷ ପରେ। ମନୁଷ୍ୟ ମାତ୍ରକେ ସର୍ବେ କର୍ମତ୍ୟାଗୀ ହେବେ। କୃତଘ୍ନ ହୋଇ ସେ ମର୍ଯ୍ୟାଦାକୁ ନ ଜାଣିବେ। ଜାତକ ବୃତ୍ତି କି ଆଶ୍ରେ କରି ସବୁ ନର ପର ଅପମାନେ ରତ ହେବେ ନିରନ୍ତର। ନିଜର ପ୍ରଶଂସା ବାଦେ ତତ୍ପର ହୋଇଣ ସର୍ବଦା କରିବେ ପର ଦ୍ରବ୍ୟକୁ ହରଣ। ନାନା ଉପାୟ ଚିନ୍ତିବେ ପର ସହରଣେ। ପର ଗୃହରେ ଭୁଞ୍ଜିବେ ଆନନ୍ଦିତ ମନେ। ପର ଅପବାଦ ନିନ୍ଦା ପ୍ରତ୍ୟହ ଗାଇବେ। ପର ନିନ୍ଦା ଶୁଣି ମନେ ଆନନ୍ଦ ହୋଇବେ। ମୁଖରେ ଧର୍ମ କହି ପାପରେ ମଜିବେ। ପିତା ମାତାଙ୍କର ନିନ୍ଦା ବାଦେ ରତ ହେବେ। ଦୁର୍ଭିକ୍ଷ ମଡ଼କ ବ୍ୟାଧି ତସ୍କର ପ୍ରଭୃତି ନାନାଦି ଦୁଃଖରେ ପ୍ରପୀଡ଼ନ ହେବେ ନୀତି। ବିଦ୍ୟା ଧନ ଯୌବନ ମଦେ ମତ୍ତ ହୋଇ ନାନା ପ୍ରକାରେ କପଟ ଆଚରିବେ ସେହି। ଆପଣେ ତ ମନ୍ଦ କଥା ନ କରି ବିଚାର। ପର ଦୋଷ ଖୋଜି ବୁଲୁଥିବେ ନିରନ୍ତର। ନିଜର ଦୋଷ ତ୍ରୁଟିକୁ ଗୋପନ ରଖିବେ। କପଟ ବିସ୍ତାର କରି ବଡ଼ ବୋଲାଇବେ। ଯେ ବଣ ବ୍ୟକ୍ତି ଧର୍ମ କାର୍ଯ୍ୟ କରୁଥିବ ତାକୁ ତିରସ୍କାର କରି ଗାଳି ଦେବେ ସର୍ବ। କଳି ଯୁଗ ଉପସ୍ଥିତ ହେଲା ମାତ୍ରେ ଜାଣ। କରିବେ ସକଳ ଜନେ ମେଚ୍ଛ ଆଚରଣ। ପ୍ରଜାଙ୍କୁ ପୀଡ଼ିବେ ମ୍ଲେଚ୍ଛ ଗଣ ରାଜା ହୋଇ। ଉଦର ପୋଷିବେ ଶୂଦ୍ର ଭିକ୍ଷା ମାଗି ତହିଁ। ଶୂଦ୍ରମାନଙ୍କର ସେବା ବ୍ରାହ୍ମଣ କରିବେ। ପ୍ରତ୍ୟେକ ଘରେ ବିଧବା ପରିପୂର୍ଣ୍ଣ ହେବେ। କାମରେ ଆସକ୍ତ ହେବେ ଯେ ସକଳ ଜାତି। ବିଚାର ରହିବ ନାହିଁ କାରେ ଧର୍ମ ପ୍ରତି। ପରସ୍ପରେ କାମାସକ୍ତ ହୋଇ ସବୁ ଜନ। ପର ନାରୀ ଗର୍ଭେ ନିଜ କରିବେ ସନ୍ତାନ। ଗୁରୁ ଶିଷ୍ୟ ପିତା ପୁତ୍ର ଭାଇ ଭାର୍ଯ୍ୟାପତି। ଭେଦ ଭାବ ନ ରଖିବେ କେହି କାହା ପ୍ରତି। ଧନାଢ଼୍ୟ ବ୍ୟକ୍ତି ଗଣ ଯାଚକ ହୋଇବେ। ଆପଣା ଜାତି ବା କୁଳ ମର୍ଯ୍ୟାଦା ସାରିବେ। କଳି ଭୋଗ କାଳେ ପ୍ରଜା ଥିବେ ଯେଉଁମାନେ ତାଙ୍କୁ ଦଣ୍ଡ ଦେବେ ରାଜା ଅନ୍ୟାୟ ବିଧାନେ। କପଟେ ବ୍ରାହ୍ମଣ ଗଣ ମୁନିବେଶ ଧରି
ମୁଖେ ଧର୍ମ କରୁଥିବେ ପାପ କର୍ମ କରି, ଲୁଣ ତୈଳ ଲୁହାଦି ବିକ୍ରୟ କରିବେ, ସ୍ୱାହା ବୋଲି କରି ପଦେ ତୁଣ୍ଡେ ନ କହିବେ। ବେଦ ନିନ୍ଦା କରି ଶୂଦ୍ର ବୃତ୍ତି ଆଚରଣ, ଶେଷେ ନରକରେ ବାସ କରିବେ ଯାଇଣ। କ୍ଷୁଧାତୁର ହୋଇଣ ସେ ଅନାବୃଷ୍ଟି ଭୟେ, ଆକାଶ ମାର୍ଗେ ଚାହିଁବେ ସଦାଏ କଲଏ। ଚିନ୍ତା ନ ଛାଡ଼ିବ କାହା ମନୁ କ୍ଷଣେ ମାତ୍ର, ଏଣେ ତେଣେ ମିଶି ହେବ ଏଣେ ତେଣେ ମିଶିବେକ ସନ୍ତତେ ସମସ୍ତ। ଚାପ ଶଙ୍କ ପରି ଫଳ ମୂଳ ପତ୍ର ଖାଇ, ବଞ୍ଚାଇବେ ସର୍ବେ ପ୍ରାଣ ଆହାର ନ ପାଇ। କଠୋର କଷଣ ପାଇ ଅନାବୃଷ୍ଟି ବଳେ, ପ୍ରାଣ ବିସର୍ଜିବେ ଆତ୍ମହତ୍ୟା କରି ହେଳେ। ଆକୃତିରେ ଅତି ଗର୍ବେ ବଡ଼ କାମାତୁର, ତହିଁରେ ଭକ୍ଷିବେ ପୁଣି ବହୁତ ଆହାର। ଅଳପ ଭାଗୀ ହୋଇବ ବହୁତ ସନ୍ତାନ, ଭାଗିରେ ଜନ୍ମି ଅଭାବ ପାଇବେଟି ଜାଣ। ସୁଦର ମଣି ପୋଷିବେ ବଡ଼ ଲୋକମାନେ, ବେଶ୍ୟାଙ୍କ ସୌନ୍ଦର୍ଯ୍ୟ ତୋଷ ହେବେ ରାତ୍ର ଦିନେ। ବେଦ ବାକ୍ୟ ଅନାଦର କରି ସର୍ବନର, ଆପଣା ଆପଣା କାର୍ଯ୍ୟେ ହୋଇବେ ତତ୍ପର। କୁଳର ମଣି ଏ ଦୁଷ୍ଟ ସ୍ୱଭାବ ଆଚରି, ମନ ବଳାଇବେ ପର ପୁଂସ ଦେଖି କରି। ଅନ୍ୟାୟ ଆଉ ଅସତ୍ୟ ବଳାଇବେ ମନ, ଘଟାଇବେ ଗୃହ ମଧ୍ୟେ କଳି ପ୍ରତିଦିନ। ସର୍ବଦା ଭୀତ ହୋଇଣ ଚୌର ଭଏ ନର, ନାନାଦି ଯନ୍ତ୍ର ନିର୍ମାଣ କରିବେ କାଷ୍ଠର। ପୁରଗ୍ରାମ ପାଚେରୀର ଉପରେ ସେ ପୁଣି, ଯତନେ ସ୍ଥାପିବ କାଷ୍ଠ ଯନ୍ତ୍ରକୁ ନିର୍ମାଣୀ। ତଥାପି ଚୋର ଭୟକୁ ସେ ରକ୍ଷା ନ ପାଇ, ନିଶ୍ଚିନ୍ତ ଭାବରେ ରାତ୍ରେ ନ ପାରିବେ ଶୋଇ। ଦୁର୍ଭିକ୍ଷ ରାଜସ୍ୱ ଯୋଗେ ପୀଡ଼ିତ ହୋଇଣ, ଦେଶ ଛାଡ଼ି ବିଦେଶକୁ କରିବେ ଗମନ। ବହୁତ ଗୋଧୂମ ଧାନ୍ୟ ଯବ ଯେଉଁ ଦେଶେ, ଉତ୍ପନ୍ନ ହେଉଥିବ ରହିବେ ସେ ଦେଶେ। ନିଜ ଅବସ୍ଥାକୁ କରି ହୃଦୟରେ ଗୋପନ, ମୁଖରେ କହିବେ ଅତି ମଧୁର ବଚନ। ଆପଣାର କାର୍ଯ୍ୟ ସିଦ୍ଧି ନୋହିବା ପର୍ଯ୍ୟନ୍ତେ, ବନ୍ଧୁ ଭାଇ ରଖିଥିବେ ଅନ୍ୟର ସହିତେ। କାର୍ଯ୍ୟ ସିଦ୍ଧି ହେଲା ମାତ୍ରେ ତା ମୁଖ ନ ଚାହିଁ, ପଳାଇବେ କ୍ଷଣେ ଆଉ ସେଠାରେ ନ ରହି। ଭିକ୍ଷାବୃତ୍ତି କରିବାକୁ ମିତ୍ରାଦି ସ୍ନେହରେ, ଆବଦ୍ଧ ହୋଇବେ କୂଟ ଦେଖି ହୃଦୟରେ। ଖାଦ୍ୟ ପଦାର୍ଥ ସଂଗ୍ରହ କରିବା ସକାଶେ, ବହୁତ ଶିଷ୍ୟ କରିବେ ସ୍ୱଦେଶେ ବିଦେଶେ। ଯେଉଁ କାଳେ ନାରୀଗଣ ଉଭୟ ହସ୍ତରେ, କୁଣ୍ଡାଇ କୁଣ୍ଡାଇ ନିଜ ମୁଣ୍ଡକୁ କ୍ରୋଧରେ। ସ୍ୱାମୀ ଆଦି ଗୁରୁଜନ ମାନଙ୍କ ଆଜ୍ଞାକୁ
ନ ମାନି ଭର୍ସନା ସେହୁ କରିବେ ତାହାଙ୍କୁ। ଦ୍ୱିଜଗଣ ପାପ ଜ୍ୱାଳେ ଜଡ଼ିତ ହୋଇଣ ପାଷାଣ୍ଡଙ୍କ ସହବାସେ କଟାଇବେ ଦିନ। ଅନଳରେ ଘୃତାହୁତି ଦାନ ନ କରିବେ ଦେବ ପୂଜାଦି କର୍ମ ମାନଙ୍କୁ ଛାଡ଼ିବେ। ସେ କାଳେ ପଣ୍ଡିତ ଗଣ ବିଚାରିବେ ଭାଳି ପ୍ରବଳ ହୋଇଲା ଅତି ସୟ ଭାବେ କଳି। ଘୋର କଳି ପ୍ରଭାବରୁ ସେହି ସମୟରେ ବାଲ୍ୟ ମୃତ୍ୟୁ ଉପସ୍ଥିତ ହେବ ସବୁଠାରେ। ଅଧର୍ମ ବୃତ୍ତି କି ପାଇ ଧର୍ମ ଲୁଚି ଯିବ ସାଗରାନ୍ତ ପୃଥିବୀରେ ଶ୍ରୀ ନ ରହିବ। ସାରା ଜଗତରେ ଶୋଭା ବିନଷ୍ଟ ହୋଇଣ ଦୁର୍ଭିକ୍ଷ ବାଧାରେ ଖଞ୍ଜି ହେବେ ନରଗଣ। କଳିର ସ୍ୱରୂପ ଏହି ପରକାର ଅଟେ କହିଲି ହେ ଋଷିଗଣ ମୁଁ ତୁମ୍ଭ ନିକଟେ। ମୋଠାରୁ ଶୁଣିଲ ଆଦ୍ୟ ପ୍ରାନ୍ତ କରି ତାହା ଆଉ କଥେ ଶୁଣ ଏବେ କହୁଛି ମୁଁ ଯାହା। ହରିଭକ୍ତ ମାନଙ୍କର କୌଣସି ପ୍ରକାରେ ଅନିଷ୍ଟ କରିବା ଶକ୍ତି ନାହିଁ କଳି ଠାରେ। ଅତ୍ୟନ୍ତ ପ୍ରବଳ ଅଟେ କଳିର ଶକ୍ତି କିନ୍ତୁ ହରିଭକ୍ତଙ୍କୁ ସେ କରେ ବଡ଼ ଭୀତି। ସତ୍ୟ ଯୁଗେ ତପସ୍ୟା ଯେ ତ୍ରେତା ଯୁଗେ ଧ୍ୟାନ ଦ୍ୱାପର ଯୁଗରେ ଧ୍ୟାନ କଳି ଯୁଗେ ଦାନ। ଏହାକୁ ପରମ ଧର୍ମ ବୋଲି ସୁପଣ୍ଡିତେ ସକଳ ଶାସ୍ତ୍ରରେ ଲେଖିଛନ୍ତି ସର୍ବମତେ। ସତ୍ୟ ଯୁଗେ 10 ବର୍ଷ ତ୍ରେତା ଯୁଗେ ବର୍ଷେ ଦ୍ୱାପର ଯୁଗରେ ପୁଣ୍ୟ କର୍ମ କଲେ ମାସେ। ଯେଉଁ ଫଳ ଲାଭ ହୁଏ ତା କଳି ଯୁଗରେ ଲଭନ୍ତି ସାଧକ ମାନେ ଦିନ ଗୋଟିକରେ। ସତ୍ୟ ଯୁଗେ ଧ୍ୟାନ କଲେ ଯେ ଫଳ ହୁଅଇ ତ୍ରେତା ଯୁଗେ ଯଜ୍ଞ ଯାଗ କଲେ ତା ମିଳଇ। ଦ୍ୱାପର ଯୁଗରେ ଦେବାର୍ଚନ କଲେ ସେହି ଫଳ ଲାଭ ହୁଏ ବୋଲି ସର୍ବେ ଛନ୍ତି କହି। କଳି କାଳେ ଏହା କିଛି ନ କରି କେବଳ ହରିନାମ ସୁମରିଲେ ମିଳଇ ସେ ଫଳ। ଏକ ଅହୋରାତ୍ର ହରି ନାମ ସଂକୀର୍ତ୍ତନ ନିର୍ମଳ ଚିତ୍ତରେ କରି ପାରେ ଯେଉଁ ଜନ। କିବା ଅହୋରାତ୍ର ହରି ପୂଜା ଯେ କରଇ ତାହାର କେବେ ହେଁ କଳି ଭୟ ରହେ ନାହିଁ। ନାରାୟଣଙ୍କର ମନ୍ତ୍ର ଯେ କରଇ ଜପ ତା ଦେହରେ ନ ଲାଗଇ କଳି ଯୁଗ ଚାପ। ନମ ନାରାୟଣାଏତି ମନ୍ତ୍ର ଯେଉଁ ଜନ ଜପ କରେ ଶ୍ରୀହରିଙ୍କ ପାଦେ ଦେଇ ମନ। ତାହାକୁ କୌଣସି ବାଧା ନ ଦିଅଇ କଳି ଦୂରରୁ ଦେଖିଲେ ତାକୁ ଯୋଡ଼ଇ ଅଞ୍ଜଳି। ଘୋର କଳି ଯୁଗେ ହରି ନାମେ ଯେଉଁ ଜନ ଆସକ୍ତ ହୋଇ କୃତ୍ୟ ସେହୁ ଜାଣ। କଳି ଯୁଗ ଭୟ ତାକୁ ବ୍ୟାଧି ନ ପାରଇ ଅତି ଆନନ୍ଦରେ ବଞ୍ଚେ ସମୟ କଟାଇ। କଳି ଯୁଗେ ଶିବ ନାମ
ଯେ କରଇ ଜପ ତାକୁ ନବା ଧଇ କଳି ଯୁଗର ସନ୍ତାପ। ଶିବ ପୂଜା ପରାୟଣ ହେଲେ କଳି ଯୁଗେ ଶିବ ତୁଲ୍ୟ ହୋଇ ଶାନ୍ତି ଲୋଭଇ ସୁଯୋଗେ। ଜଗତାଧାର ଯେ ବିଷ୍ଣୁ ତାଙ୍କ ଯେଉଁ ଜନ କଳି ଯୁଗ ଉପସ୍ଥିତ ହେଲେ କରେ ଧ୍ୟାନ। କଳିର ବାଧାରେ ପ୍ରପୀଡ଼ିତ ସେ ନୁହଁଇ ସକଳ ଅରିଷ୍ଟ ବାଧା ବିଘ୍ନରୁ ତରଇ। କଳିରେ ଯେ ଦିଏ ହରି ଭକ୍ତଙ୍କୁ ଆଶ୍ରୟ ଶ୍ରୀହରି ପ୍ରସାଦେ ତାର ହୁଏ ଅଭ୍ୟୁଦୟ। ଗୋବିନ୍ଦଙ୍କ ଶ୍ରୀପୟରେ ପଶିଲେ ଶରଣ କଳିର ତାପରୁ ଜନେ ଉଦ୍ଧରନ୍ତି ପୁଣ। ଥରେ ମାତ୍ର ଯେ ହରିଙ୍କୁ କରଇ ଅର୍ଚ୍ଚନା ତାହାର ସର୍ବ କାମନା ହୁଅଇ ପୂରଣ। ଜଗତରେ ସେ ହୋଇଣ ମହାଭାଗ୍ୟବନ୍ତ ସମୟ ଯାପନ କରେ ହୋଇ ଆନନ୍ଦିତ। ଅନ୍ୟ ଯୁଗ ଅପେକ୍ଷା ଜାଣ ଏ କଳି ଯୁଗରେ ବେଦ ଭକ୍ତ କର୍ମ ମାନ ଅଛଇ ବିଧିରେ। ମାତ୍ର ହରି ନାମ ସୁମରିବେ କଳି କାଳେ ସମ୍ପୂର୍ଣ୍ଣ ଭାବରେ ଫଳ ନିଶ୍ଚୟରେ ମିଳେ। ଯେଉଁମାନେ ପ୍ରତିଦିନ ଗୋବିନ୍ଦଙ୍କ ନାମ ସ୍ମରଣ କରନ୍ତି ମୁଖେ କୃଷ୍ଣ ବଳରାମ। ଶିବ ନୀଳକଣ୍ଠ ଜଗନ୍ମୟ ତ୍ରିଲୋଚନ ରୁଦ୍ରେଶ ପିନାକୀ ହରି ତ୍ରିପୁର ନାଶନ। ଏ ନାମ ମାନଙ୍କୁ ମୁଖେ ଯେହୁ ଉଚ୍ଚାରଇ ତାକୁ କଳି ଯୁଗେ କିଛି ବାଧା ନ ଲାଗଇ। ଶିବ ନାମ ବିଷ୍ଣୁ ନାମ ଯେ କରେ କୀର୍ତ୍ତନ କଳି ଯୁଗରେ କୃତାର୍ଥ ହୁଅଇ ସେ ଜନ। ସଂସାରୀ ବ୍ୟକ୍ତି ମାନେ ଧନ ଦ୍ୱାରା ସୁତ ଯୋଗ ଥିଲେ ଲାଭ କରି ପାରନ୍ତି ବହୁତ। କିନ୍ତୁ ମହାଘୋର କଳି ଯୁଗେ ହରି ଭକ୍ତ ସହଜ ସାଧ୍ୟରେ ତାଙ୍କୁ ନୁହଁଇ ପ୍ରାପତ। ନାରଦଙ୍କ ମୁଖ ଶୁଣି ଏମନ୍ତ ବଚନ ସନତ କୁମାର ତାଙ୍କୁ ପୁଥିଲେ ବହନ। ହେ ମୁନି ପୁଙ୍ଗବ ତୁମ୍ଭେ କହିଅଛ ପୂର୍ବେ ନାସ୍ତିକ ପଣରେ ବେଦ ଯେ ନିନ୍ଦା କରିବେ। ଆବର ହୋଇବେ ଧର୍ମ ପ୍ରତି ଶ୍ରଦ୍ଧାହୀନ ଜଗତେ ପାଷାଣ୍ଡ ମଧ୍ୟେ ହୋଇବେ ସେ ଗଣ୍ୟ। ପୁନର୍ପିଆପଣ କହିଅଛ ମଗ୍ରତେ ନରକ ଯାତନା ଯେହୁ ଭୋଗନ୍ତି ଯେମନ୍ତେ। ତୁମ୍ଭ ମୁଖରୁ ଶ୍ରବଣ କରିଅଛି ମୁହିଁ ଆଉ ସଂଶୟ ନ ରଖି କୁହନ୍ତୁ ଗୋସାଇଁ। ଭୟଙ୍କର କଳି ଯୁଗ ପ୍ରବର୍ତ୍ତିବା କାଳେ ବେଦ ମାର୍ଗୁ ବହିଷ୍କୃତ ହୋଇବେ ସକଳେ। ନାନା ପାପ କର୍ମ ମାନେ କରିଣ ମାନବେ କୁଳ ଧର୍ମ ତ୍ୟାଗ କରି ନାସ୍ତିକ ହୋଇବେ। ଦିବସ ରଜନୀ ପାପ କର୍ମ ମାନ କରି ଅନ୍ତ ଶୁଦ୍ଧ ହୀନ ହେବେ ସର୍ବନର ନାରୀ। ଏହି ଚିତ୍ତ ଶୁଦ୍ଧ କରି ନ ପାରି ବ୍ରାହ୍ମଣ ଆପଣା କର୍ମ ସମ୍ପନ୍ନ ନ କରିବେ ଜାଣ। ଯେବେ ସେ ଆପଣା କାର୍ଯ୍ୟ ସିଦ୍ଧ ନ କରିବ ସେ କାଳେ କେହ୍ନେ ସୁଗତି
ସେହୁ ପ୍ରାପ୍ତ ହେବ। କୌଣସି ଉପାୟ ଯେବେ ଏଥିପାଇଁ ଅଛି, କହି ସଂଶୟ ଛଡ଼ାନ୍ତୁ ହେ ତାପସ ବତ୍ସୀ। ନାରଦ ବୋଇଲେ ଯାହା ପଚାରିଲେ ମୋତେ, ପ୍ରକାଶ କରି କହୁଛି ଶୁଣ ଶୁଦ୍ଧ ଚିତ୍ତେ। ମହାପ୍ରାଜ୍ଞ ଅଟ ତୁମ୍ଭେ ସନତ କୁମାର, ତେଣୁ ଲୋକ ହିତେ କର ଏମନ୍ତ ବିଚାର। ଧନ୍ୟବାଦ ଦେଇ ତବ ସାଧୁପଣେ ମୁହିଁ, କହୁଛି ଉପାୟ ଯାହା ଅଛି ତାହା ପାଇଁ। ଯାହା ନିରୂପିତ ହୋଇ ଅଛି ଧର୍ମଶାସ୍ତ୍ରେ, ସକଳ ଲୋକଙ୍କ ହିତ ଯାହା ହୋଇବ ଏଥେ। ସେ ଗୁପ୍ତ ବିଷୟ ଗୋଟି କରୁଛି ପ୍ରକାଶ, ଶ୍ରବଣେ ତୃପତ ହେବ ତୁମ୍ଭର ମାନସ। ସ୍ଥାବର ଜଙ୍ଗମ ଆଦି ସମଗ୍ର ସଂସାର, ଦୈବର ଅଧୀନ ଜାଣ ଆହେ ମୁନିବର। ଦେବଣ ମାର୍ଗେ ଦୈବ ଯାହାକୁ ନିୟଇ, ଯେ ପଥରେ ଛାଏଁ ଛାଏଁ ଚଳିଯାଏ ସେହି। ପ୍ରେରଣା ଦେଇ ଦୈବ ନେଉଛି ଯେପରି, ସବୁ ଲୋକେ କାର୍ଯ୍ୟ କରୁଛନ୍ତି ସେହିପରି। ଯେତେ ତେତେ କାର୍ଯ୍ୟମାନ ହେଉଛି ଜଗତେ, ଦୈବ ଇଚ୍ଛାରେ ତାହା ଘଟେ ଅବିରତେ। ଏହା ଜାଣି ଯଥା ସାଧ୍ୟ ମତେ ନରଗଣ, ବେଦର ନିୟମ ମାନ କରିଣ ପାଳନ। ଚିତ୍ତକୁ ଶୁଦ୍ଧି କରିଣ ଶ୍ରୀ ବିଷ୍ଣୁ ସୁମରି, ସମର୍ପିବେ କର୍ମ ଫଳ ମାନ ଯତ୍ନ କରି। ତେବେ ନିଶ୍ଚୟରେ ସଦ ଗତିକୁ ସେ ପାଇ, ସୁଖେ ବିହରିବେ ସନାତନ ଲୋକେ ଯାଇ। ହରିଙ୍କି ସ୍ମରଣ କରି କର୍ମ ଫଳ ମାନ, ତାହାଙ୍କ ଚରଣେ ଯେବେ କରିବ ଅର୍ପଣ। ତହିଁରେ ସମ୍ପୂର୍ଣ୍ଣ ଲାଭ ହୁଅଇ ନିଶ୍ଚୟ, ଏଥକୁ ମନରେ କେଭେ ନ କର ସଂଶୟ। ଘୋର କଳି କାଳେ ଏକା ହରିନାମ ସାର, ତାହାକୁ ଭଜନ କରେ ସଦା ଯେଉଁ ନର। ସେ ହରି ଭକତ ମଧ୍ୟେ ଗଣନା ଅଟଇ, ତାହାର କେବଳ ଚିନ୍ତା ଅବାରହି ଛଇଁ। ଘୋର ବିପଦରୁ ତାକୁ ରଖନ୍ତି ଶ୍ରୀଧର, ସକଳ ପାତକ ନାଶ କରନ୍ତି ତାହାର। ଶ୍ରୀହରି ସ୍ମରିଲେ କିବା ଶିବଙ୍କୁ ଭଜିଲେ, ପାପ ତାପ ତାର ଦେହେ ନର ହୋଇ ତିଳେ। ଏ ଭବ ସାଗରୁ ସେହୁ ଅକ୍ଳେଶେ ତରଇ, ସଂସାର ତାପ ତାହାର ଅଙ୍ଗେ ନ ଲାଗଇ। ହରି ଭକ୍ତ ମାନଙ୍କର ଶୁଭାଶୁଭ ଫଳ, ଶୁକ୍ଳ ପକ୍ଷ ଚନ୍ଦ୍ର ପରି ବଢ଼େ ବେଳୁ ବେଳ। ଅମର ଗଣେ ପୁଛନ୍ତି ସ୍ୱର୍ଗପୁରେ ତାଙ୍କୁ, ଏଥିରେ ଅଧିକ ଆଉ ନାହିଁ କହିବାକୁ। ଏହା ଜାଣି ସବୁ ଲୋକଙ୍କର ହିତ ପାଇଁ, ମନରେ ଭାବନା କରି କହିଅଛି ମୁହିଁ। ହରିଙ୍କର ନାମାମୃତେ ଯେ ହୋଇବେ ଗତ, କଳି ତାଙ୍କୁ ବାଧା ଦେଇ ନ ପାରେ କିଞ୍ଚିତ। ଶ୍ରୀହରିଙ୍କ ନାମ ବିନେ କଳି କାଳେ କିଛି, ଗତି ମୁକ୍ତି ଦେବା ବାଟ ନାହିଁ ମୁଁ କହୁଛି। ସବୁ ଧର୍ମ ମଧ୍ୟେ ହରି ନାମ ଏକା ସାର,
ତାହାକୁ ଭଜିଲେ ପ୍ରାଣୀ ହୁଅ ଉଦ୍ଧାର। ଏ କାରଣ ହରିନାମ ଅଟେ ମୋ ଜୀବନ, ହରିନାମ ବିନା ଧର୍ମ ନ ଜାଣେ ମୁଆନ। ଯେତେ ଦୂର ଯାଏ ହରି ଧ୍ୱନି ଶୁଭୁ ନାହିଁ, ଯେତେ ଦୂର ଯାଏ ହରି ଧ୍ୱନି ଶୁଭୁ ଥାଇ। ଯେତେ ଦୂର ଯାଏ କଳି ପଶି ନ ପାରଇ, ହରି ନାମ ଯେ ଜପଇ ନାହିଁ କଳି ଭୟ। ଯେ ହରି ଭକତ ତାର ସବୁଠାରେ ଜୟ। ଘୋର କଳି କାଳେ ହରି ନାମ ବିନା ଗତି, ଜଗତରେ ଆଉ କିଛି ନାହିଁ ଜାଣ ଜ୍ୟୋତି। ଶ୍ରୀ ହରି ନାମ ଭଜିଲେ ଭୟ ହୁଏ ଦୂର, ଏହା ନିଶ୍ଚୟ ଅଟଇ ସନତ କୁମାର। आहे ଋଷିଗଣ ଏହି ପ୍ରକାରେ ନାରଦ, ସନତ କୁମାରଙ୍କୁ ଯେ କରନ୍ତେ ପ୍ରବୋଧ। ପରମ ଶାନ୍ତି କି ପାଇ ସେ ଧାତା ତନୟ, ବ୍ରହ୍ମଲୋକେ ଗଲେ ମନୁ ଛାଡ଼ି କଳି ଭୟ। ଏଣୁ आहे ଋଷିଗଣ କହୁଛି ବୁଝାଇ, ମୋହର କଥାକୁ ସର୍ବେ ଶୁଣ ମନ ଦେଇ। ହରି ପରାୟଣ ଯାର ଚିତ୍ତ ସବୁ କାଳେ, ତାହାକୁ ପରମ ଗତି ନିଶ୍ଚୟଟି ମିଳେ। କୌଣସି କାଳେ ସେଠାରୁ ନୁହଇ ତପନ, ଆବର ଏକଇ କଥା କହୁଅଛି ଶୁଣ। ମହାଘୋର କଳି କାଳ ହେଲେ ଉପସ୍ଥିତ, ଯେଉଁମାନେ ଶ୍ରୀହରିଙ୍କ ନାମେ ହେବେ ରତ। ସକଳ ପାପରୁ ସେହୁ ମୁକ୍ତ ହୋଇବେ, ଜୀବନାନ୍ତେ ସେ ପରମ ଗତିକୁ ଲଭିବେ। ଯେ ଜନ ବିଷ୍ଣୁ ଆବର ଶିବଙ୍କୁ ପୂଜଇ, ସଂସାରେ ମହାନ ବ୍ୟକ୍ତି ମଧ୍ୟେ ଗଣା ସେହି। ହରି ଭକ୍ତ ଶିବ ଭକ୍ତ ମଧ୍ୟେ ଭେଦ ନାହିଁ, ତାହାଙ୍କ ଜୀବନ ଗୋଟି ଧନ୍ୟ ସେ ଅଟଇ। ଥରେ ମାତ୍ର ହରି ନାମ ଯେ କରେ ଭଜନ, ସଂସାର ସାଗରୁ ସେହୁ ନିସ୍ତରେ ବହନ। ତାହାର ଜୀବନ ଜାଣ କୃତାର୍ଥ ହୁଅଇ, ନାନା ସୁଖ ଭୁଞ୍ଜି ପରେ ବୈକୁଣ୍ଠକୁ ଯାଇ। ନମସ୍କାର ଯେ କରଇ ହରି ଭକତଙ୍କୁ, କଳି ଯୁଗ ତିଳେ ବାଧା ନ ଲାଗେ ତାହାଙ୍କୁ। ସୁତ କହନ୍ତି ଯେ ଆର୍ଯ୍ୟ ଋଷି ଗଣେ ଶୁଣ, ନାରଦ କଥିତ ଅଟେ ଏ ମହାପୁରାଣ। ଶ୍ରଦ୍ଧା କରି ପୁଛିବାରୁ ତୁମ୍ଭେ ମାନେ ମୋତେ, ପ୍ରକାଶ କରି କହିଲି ତୁମ୍ଭର ଗ୍ରତେ। ସନତ କୁମାରଙ୍କ ଆଗେ ନାରଦ ମହର୍ଷି, ଯେଉଁ ଗୂଢ଼ ସମ୍ବାଦକୁ କହିଥିଲେ ବସି। ବ୍ୟାସଙ୍କ ମୁଖରୁ ମୁହିଁ ଶୁଣିଅଛି ଯାହା, ତୁମ୍ଭେ ପୁଛା କରିବାକୁ ବଖାଣିଲି ତାହା। ବୃହତ ନାରଦ ପୁରାଣ ଏ ପୁଣ୍ୟ ଯେ ଗାଥା, ଶ୍ରବଣେ ପାପ ନାଶଇ ବଢ଼େ ପୁଣ୍ୟ ମାତ୍ରା। ଗଙ୍ଗା ଆଦି ସବୁ ତୀର୍ଥେ ସ୍ନାନ ଫଳ ଯେତେ, ତାହା ମିଳେ ହି ଗ୍ରନ୍ଥ ଶ୍ରବଣ କରନ୍ତେ। ପାଠ କରେ ସର୍ବଯଜ୍ଞ ଫଳମାନ ମିଳେ, ଲାଭ ହୁଏ ସନାତନ ଲୋକନ୍ତ କାଳେ। ଏହି ଗ୍ରନ୍ଥର ଗୋଟିଏ ପଦ କିବା ଶ୍ଲୋକ, ଦୈନନ୍ଦିନ ପାଠ କଲେ ମିଳେ ସ୍ୱର୍ଗଲୋକ।
ଯେତେ ଯେତେ ପାପଙ୍ଗ ମଧ୍ୟ ଥାଏ ରହି, ଏହା ପଢ଼ନ୍ତେ ଶୁଣନ୍ତେ ଯାଏ କ୍ଷୟ ହୋଇ। ଗୋଟିଏ ଅଧ୍ୟାୟ ଯେହୁ ନୀତି ପାଠ କରେ, ତା ପୁଣ୍ୟ କେତେ ବା ମୁହିଁ କହିବି ମୁଖରେ। ଅଶ୍ୱମେଧ ଯଜ୍ଞ ଫଳ ସେ ଲାଭ କରଇ, ବେଳୁ ବେଳ ତାର ପୁଣ୍ୟ ବର୍ଦ୍ଧିତ ହୁଅଇ। ଫଳ ଅର୍ପଣ କରି ଶ୍ରୀହରି ପୟରେ, ପ୍ରତ୍ୟହ ଯେ ଜନ ପଢ଼େ ଶୁଣେ ବା କର୍ଣ୍ଣରେ। ସେ ଦୁହିଁଙ୍କ ପୁଣ୍ୟ ବା କେ ପାରିବ କହି, ଜଗତେ ଦୁର୍ଲଭ ତାହାଙ୍କର କିଛି ନାହିଁ। ଶତ ଶତ ଜନ୍ମ ପାପ ହୋଇ ମୋଚନ, ପରମ ପଦକୁ ଅନ୍ତେ ପ୍ରାପ୍ତ ହୁଏ ଜନ। ତାହାର ପୂର୍ବ ପୁରୁଷ ମାନଙ୍କ ସହିତେ, ବୈକୁଣ୍ଠ ଭୁବନେ ଯାଇ ବସେ ଆନନ୍ଦିତେ। ତାହାଙ୍କୁ ସର୍ବଦା ମିଳେ ବିଷ୍ଣୁଙ୍କ କୈବଲ୍ୟ, ନାନା ଉପଚାରେ ପୂଜା ହୁଅନ୍ତି ସେ ସ୍ଥଳ। ଗୋବିନ୍ଦ ଚରଣେ ଚିତ୍ତ କରି ସମର୍ପଣ, ଭକ୍ତିରେ ଶୁଣିବ ଯେହୁ ନୀତି ପୁରାଣ। ତାର ତୀର୍ଥ ସେବା ଜପ ତପ ଯଜ୍ଞାଦିରେ, ଦରକାର ନାହିଁ ସବୁ ମିଳଇ ଏଥିରେ। ପୁତ୍ର ମିତ୍ର ବନ୍ଧୁ ଭାର୍ଯ୍ୟା ପରିଜନ ସାଥେ, ଧନ ସମ୍ପଦାଦି କ୍ଷେତ୍ର ଭୃତ୍ୟ ଏ ସମସ୍ତେ। କୁହନ୍ତି କେ କାର ସବୁ ଅନିତ୍ୟ ଏ ଜାଣ, ନୁହନ୍ତି କେ କାର ସବୁ ଅନିତ୍ୟ ଏ ଜାଣ। ଏଥିରେ ମଜିଲେ ଜନ୍ମ ହୁଏ ଅକାରଣ, ସବୁ ତ୍ୟାଗ କରି ବିଷ୍ଣୁ ପାଦେ ଯେ ଭଜଇ। ସେ ଭବ ସାଗରୁ ତରି ବୈକୁଣ୍ଠେ ବସଇ, ହରିଙ୍କ ପୟରେ ଚିତ୍ତ କରି ସମର୍ପଣ। ଏହି ପୁରାଣକୁ ଯେହୁ କରନ୍ତି ଶ୍ରବଣ, ସେ ମାୟା ବନ୍ଧନ ମଧ୍ୟ ଛିନ୍ନ ହୋଇ କରି, ପରମ ଗତି ଲଭନ୍ତି ଶୁଣ ହେତୁ କରି। ଜାଣେ ମାତ୍ର ପାପ ତାର ଅଙ୍ଗେ ନ ରହଇ, ଜନ୍ତୁପତି ଦୂତଙ୍କୁ ସେ ନେତ୍ରେ ନ ଦେଖଇ। ଯେ କାଳେ ଶେଷ ନିଶ୍ୱାସ ସେହୁ ତ୍ୟାଗ କରେ, ମିଳନ୍ତି ଶ୍ରୀ ବିଷ୍ଣୁ ଦୂତେ ତାହାର ପାଶରେ। ଅପୂର୍ବ ବିମାନ ସେହୁ ଯତନେ ସଜାଇ, ପ୍ରବେଶ ହୁଅନ୍ତି ବିଷ୍ଣୁ ଭକ୍ତେ ନେବା ପାଇଁ। ନାନା ପ୍ରକାରେ ବାଦ୍ୟ କରିଣ ବାଦନ, ଜଗନ୍ନାଥଙ୍କର ନାମ କରିଣ ଭଜନ। ସୁଦିବ୍ୟ କୁସୁମ ମାଳେ କରାଇ ଭୂଷିତ, ଚନ୍ଦନ କର୍ପୂର ଅଙ୍ଗେ କରିଣ ଲେପିତ। ମହାସମାରୋହେ ବିଷ୍ଣୁ ପୁରେ ଯାନ୍ତି ନେଇ, ଦେଖି ତାଙ୍କୁ ଜଗନ୍ନାଥ ନିଅନ୍ତି କୋଳାଇ। ଆପଣା ପାଶରେ ଯତ୍ନେ ଦେଇଣ ଆସନ, ନାନାଦି ସୁମିଷ୍ଟ ଦ୍ରବ୍ୟ କରାନ୍ତି ଭୋଜନ। କିଛି କାଳ ପର୍ଯ୍ୟନ୍ତେ ସେଠାରେ ରଖାଇ, ପୁଣି ଉଚ୍ଚ କୂଳେ ଜନ୍ମ ଦିଅନ୍ତି ତାଙ୍କୁ ନେଇ। ଏମନ୍ତ ମହିମା ଅଟେ ଏହି ପୁରାଣର, ତେଣୁ ସୁଜ୍ଞ ସାଧୁ ଜନେ କରେ ମୁଁ ଗୋଚର। ଏହି ବୃହତ୍ ନାରଦ ପୁରାଣ ଯେ ଚରିତ, ପାଠ କରି ଭବ ବନ୍ଧୁ ହୁଅନ୍ତୁ ମୁକତ।
କଳିର କଳମସଙ୍ଗୁ ହୋଇବ ଦହନ, ସୁଗତି ଲାଭ କରିବ ଜୀବନାନ୍ତେ ଜାଣ। ମୁହତି ଦିନହୀନ ଅଜ୍ଞାନ ପାମର, ବସି ନାହିଁ ଦିନେ ମାତ୍ର ସାଧୁ ସଙ୍ଗତର। ସାଧୁ ସେବା କରିବାକୁ ହୋଇନି ରାଜନ, କେବଳ ଜଣକ ଲାଗି ଚାଳିଛି ଲେଖନ। ଶ୍ରୀ ଗୁରୁ କରୁଣା ବଳେ ମାତାଙ୍କ ଦୟାରୁ, ଭାବିଅଛି ନିସ୍ତରିବି ଏ ଭବ ସାଗରୁ। ତାଙ୍କରି ନାମକୁ ସଦା କରିଣ ଭଜନ, ଏହି ନାରଦ ପୁରାଣ କରି ସମାପନ। ଜାଣେ ନାହିଁ ଭଲ କିମ୍ବା ଭେଲ ଅଛି ହୋଇ, କେବଳ ମନରେ ମୋର ଭରସା ଅଛଇ। ଯେଉଁ ଭକ୍ତି ଶିରୋମଣି ଶ୍ରୀମୁଖ ବଚନ, ଆଦ୍ୟୁ ପ୍ରାନ୍ତ ଯାଏ ଏଥେ ହୋଇଅଛି ପୂର୍ଣ୍ଣ। ସେଥିରେ ଯଦ୍ୟପି କିଛି ତ୍ରୁଟି ଥିବ ରହି, ସାଧୁ ସମାଜରେ ତାହା ଧର୍ତ୍ତବ୍ୟ ନୁହଁ। ଆବର୍ଜନାମୟ ସ୍ଥାନେ ଯଦ୍ୟପି ସୁବର୍ଣ୍ଣ, ପଡ଼ିଥାଏ ଜ୍ୟୋତି ତାର ନ ହୁଏ ମଳିନ। ସେହି ପରକାରେ ହି ଗ୍ରନ୍ଥ ଅଟେ ଜାଣ, ଶ୍ରୀ ବିଷ୍ଣୁଙ୍କ ନାମ ଏଥେ ହୋଇଛି କୀର୍ତ୍ତନ। ହେ ଶ୍ରୋତା ଜନତା ମାନେ ଶୁଣ ମନ ଦେଇ, ଯଦ୍ୟପି ଏଥିରେ କିଛି ତ୍ରୁଟି ଥିବ ରହି, ଅପାର କରୁଣା ଗୁଣେ କରିବ ମାର୍ଜନ। କ୍ଷେତ୍ର ମୋହନ ଏତିକି କରେ ନିବେଦନ, ଏହି ବୃହତ ନାରଦ ପୁରାଣ ଚରିତ। ଗୀତ ଛନ୍ଦେ ଏହିଠାରେ ହେଲା ସମାପତ, ଜଗତ ଜନନୀଙ୍କର ଅଭୟ ପୟରେ। ମଥାନତ କରି କ୍ଷେତ୍ର ଜଣାଏ ଭକ୍ତିରେ। ଇତି ଶ୍ରୀ ବୃହତ୍ ନାରଦ ପୁରାଣେ ଚାରିଯୁଗ ଲକ୍ଷଣ ବର୍ଣ୍ଣନେ ନାମ 38 ଅଧ୍ୟାୟ।